ओम नमो भगवते पुरुषोत्तमाय। ओम नमो भगवते जगन्नाथाय। वागीशास्य वदने लक्ष्मी यस्य वक्षसि यस्यास्ते हृदये स्तम्भितं तं नृसिंहमहं भजे। विश्वसर्ग विसर्ग दिन लक्षण लक्षिताम श्रीकृष्णाख्यं परमधामं जगद्धामं नमाम्यं ततः। जं ब्रह्मा वरुणेन्द्र रुद्रं स्तुवन्ति देवी वैद्यै सङ्गपदक्रमोपनिषदि जं सामगाः ध्यानावतीतं तद्गतनामन्यसि पश्यन्ति जं योगिनो यस्यान्तनः विदुः सुरसुरगणा तस्मै देवाय नमः। जगन्नाथ शरणं नारायण शरणं। ओडिशार पूर्वपटे देखुथिबा जगन्नाथ प्रेमी भक्तगण को ये अधमन अनंत कोटि दंडवत। जड़े जगन्नाथ भक्त पुरी रे तांको ना हिला माधव दास। से पुरी समुद्र कूल बसवास करती। गीता भागवत रुचि तांकर बहुत प्रेम थिला जगन्नाथ प्रति। से सबु किछि त्याग करी प्रभु को डाकती। दिने तांकर हठात ज्वर आसला। माधव दास को दिने ज्वर है। से आकुल वेदन प्रभु को डाकिले, हे प्रभु मु पूर्व परी आपण पाखक दर्शन करने को जापारुनी। डाकी डाकी प्रभु थकी गले, एई भव जले भासी गले। डाकी डाकी प्रभु थकी गले, अंतर्जामी होई पुणी दुख न पार न जानी। केमिति के जानी सब जानी शुणी, बसिछ मौन हे चक्रपाणी। डाकी डाकी प्रभु थकी गलेणी, एई भव जले भासी गलेणी। डाकी डाकी प्रभु थकी गलेणी, घोर जले गज डाके चतुर्भुज रख मते। घोर जले गज डाके चतुर्भुज रख मते। गरुड़ पिठी रे तुम्हे, गरुड़ पिठी रे तुम्हे आसीथिल। कुंभीर मुंड को देल टिहाणी। डाकी डाकी प्रभु थकी गलेणी। ये गीतटी अवश्य ये अधमर रचनार थिला, किंतु भक्त माधव दास एमती प्रभु को डाकिले, हे प्रभु डाकी डाकी मु थकी गलिनी, कौन करी मु जाई पारुनी आपण को दर्शन करने को। भगवान को लीला बड़ विचित्र। से मंदिर रे थाई जानिले मो भक्त माधव दास आउ देखा मते आसी पारु नाही, मते डाक पकाउची। तार 15 दिन है ज्वर है पड़ी। दिनकू दिन ज्वर बढ़िया को लगिला। पाखरे कहीं नाहांती सेवा शुश्रूषा करने। सेपटे प्रभु को बा कौन अछपा। मंदिर भितर दुई भाई कथा हेले, आमे भक्त को निकट को जीवा। माधव दास आउ दर्शन करने को आसुना। से अंतर्जामी जानीपारे ये तांकर ज्वर होती। से बालक वेश धरी जाई भक्त को देखा गले। माधव दास शेष में जानीपारे
ପ୍ରଭୁ ତୁମେ ରତ୍ନ ସିଂହାସନ ଛାଡ଼ି ମୋତେ ଦେଖିବାକୁ ଆସିଛ? ଭଗବାନ କହୁଛନ୍ତି ମୁଁ ଭକ୍ତ ଜନର ଅଧୀନ, ମୋତ ମୁଁ ଭକ୍ତ ନୁହେଁ ଭିନ୍ନ। ଭକତ ଦେହ ପ୍ରାଣ ମୁହିଁ, ସେବକ ପ୍ରାୟ ପଛେ ଥାଏ। ମୁଁ ଭକ୍ତର ଅଧୀନ, ମୁଁ ସେବକ ପ୍ରାୟ କେମିତି ରହିଥାନ୍ତି? ଭଗବାନ ଏପରି କହିଲେ। ଭକ୍ତ କହିଲେ, ଭକ୍ତ ମାଧବ ଦାସ କହିଲେ, ହେ ପ୍ରଭୁ ମୋତେ ଆରୋଗ୍ୟ କରନ୍ତୁ, ନହେଲେ ମୋତେ ଜୀବନରୁ ମାରି ଦିଅନ୍ତୁ। ଆହେ ପ୍ରଭୁ ଜଗତପତି, ଚକ୍ରରେ ମୁଣ୍ଡ ଦିଅ ହେ କାଟି। ଆହେ ପ୍ରଭୁ ଜଗତପତି, କୁମ୍ଭୀର ମୁଣ୍ଡକୁ ଯେମିତି କାଟିଲ, କୁମ୍ଭୀର ମୁଣ୍ଡକୁ ଯେମିତି କାଟିଲ, ଚକ୍ରକୁ ସେମିତି ଦିଅ ହେ ପେଶି। ଆହେ ପ୍ରଭୁ ଜଗତପତି, ତୁମ ହାତେ ଯାଉ ମୋ ପ୍ରାଣ, ଦୟା କର ହେ ନାରାୟଣ। ତୁମ ହାତେ ଯାଉ ଏ ପ୍ରାଣ, ଦୟା କର ହେ ନାରାୟଣ। ମୋ ପରି ପାପୀ ତୋ ହାତେ ମରିଲେ, ମୋହ ପରି ପାପୀ ତୋ ହାତେ ମରିଲେ, ଧନ୍ୟ ହୋଇଯିବ ଏଇ ଭକ୍ତଟି। ଆହେ ପ୍ରଭୁ ଜଗତପତି, ଚକ୍ରରେ ମୁଣ୍ଡ ଦିଅ ହେ କାଟି। ଆହେ ପ୍ରଭୁ ଜଗତପତି, କୌମଦିକ ଗଦାରେ ମାର, କିବାନନ୍ଦ କରେ ପ୍ରହାର। କୌମଦିକ ଗଦାରେ ମାର, କିବାନନ୍ଦ କରେ ପ୍ରହାର। ହାତରେ ଚିର କି ପାଦରେ କୁଦିକି, ହାତରେ ଚିର କି ପାଦରେ କୁଦିକି, ପରଶୁ ଫାଶରେ ମାରିଦିଅଟି। ଆହେ ପ୍ରଭୁ ଜଗତପତି, ଚକ୍ରରେ ମୁଣ୍ଡ ଦିଅ ହେ କାଟି। ଆହେ ପ୍ରଭୁ ଜଗତପତି, ହେ ପ୍ରଭୁ ଜଗତପତି, ରାମ ହୋଇ କୋଦଣ୍ଡେ ମାର, ଏ ଜୀବନ ଯାଉ ମୋହର। ରାମ ହୋଇ କୋଦଣ୍ଡେ ମାର, ଏ ଜୀବନ ଯାଉ ମୋହର। ତୁମରି ବାଣରେ ଏ ଜୀବନ ଗଲେ, ତୁମରି ବାଣରେ ଏ ଜୀବନ ଗଲେ, ଘୋଷୁଥିବି ମୁହିଁ ରାମ ନାମଟି। ଆହେ ପ୍ରଭୁ ଜଗତପତି, ଚକ୍ରରେ ମୁଣ୍ଡ ଦିଅ ହେ କାଟି। ଆହେ ପ୍ରଭୁ ଜଗତପତି, ଗୀତରେ ଅଧମ କହଇ, ସେପରି ମୋ ଭାଗ୍ୟ ନାହିଁଟି। ତୁମ ପାଦ ତଳେ ଏଇ ମନ ରଖି, ତୁମ ପାଦ ତଳେ ଏଇ ମନ ରଖି, ଜନମେ ମରଣେ ଡାକୁଥିବିଟି। ଆହେ ପ୍ରଭୁ ଜଗତପତି, ମାଧବ ଦାସ ଏମିତି ଡାକିଲେ, ହେ ଜଗତପତି ମୋତେ ଶେଷରେ ମାରି ଦିଅନ୍ତୁ। ଭଗବାନ କହିଲେ, ହେ ମାଧବ ଦାସ ମୁଁ ସୃଷ୍ଟିର ନିୟନ୍ତା, ତେଣୁ ଏ ସମୟରେ କାହାର ମୃତ୍ୟୁ ଘଟାଇ ପାରିବି ନାହିଁ। ପ୍ରତ୍ୟେକ ଜୀବ ତାଙ୍କର ଆୟୁ, ତାଙ୍କର କର୍ମଫଳ ଭୋଗିବାକୁ ବାଧ୍ୟ। ହେଲେ ମାଧବ ଦାସଙ୍କର ଏପରି କଥା ଶୁଣି, ଭଗବାନଙ୍କ କଥା ଶୁଣି ଆରୋଗ୍ୟ ଲାଭ କରିଥିଲେ। କିଛି ଦିନ ଗଲା ପରେ ମାଧବ ଦାସଙ୍କର ଜ୍ୱର ଭଲ ହୋଇଯାଇଥିଲା। ସେ ଆସି ସବୁ ପୂର୍ବ ପରି ବଡ଼ଦେଉଳକୁ ଆସି ଦେଖନ୍ତି ତ ମହାପ୍ରଭୁ ଦେଉଳରେ ନାହାନ୍ତି। ସେ ପଚାରି ବୁଝିଲେ ପ୍ରଭୁ କୁଆଡ଼େ ଗଲେ? ନା ବଡ଼ ପଣ୍ଡାଏ କହିଲେ ପ୍ରଭୁଙ୍କର 15 ଦିନ ଯାଏ ଜ୍ୱର ହୋଇଯାଇଛି। କ'ଣ ହେଲା? ଏଣେ ମୋତେ ଜ୍ୱର ହୋଇଥିଲା,
ସେଠୁ ମହାପ୍ରଭୁ ମଧ୍ୟ ଜ୍ୱର ହୋଇଗଲା। ଏ କାଳିଆର ଶାନ୍ତ ଶେଷରେ ଭକ୍ତର ଜ୍ୱରକୁ ମଧ୍ୟ ଭଗବାନ ନେଇଯାଆନ୍ତି ତାଙ୍କ ନିଜ ଦେହକୁ। ଭଗବାନ କହିଲେ ମୁଁ ଭକ୍ତର ଅଧୀନ। ସର୍ବ ରହସ୍ୟମୟ ପୁରୁଷୋତ୍ତମସ୍ୟ ଦେବେ ନ ଜାନନ୍ତି କୃତ ମନୁଷ୍ୟମ। ମନୁଷ୍ୟ କିବା ଜାଣିବ, ଦେବ ମାନବେ ଅଗୋଚର। ଜଗନ୍ନାଥ ଶରଣଂ ନାରାୟଣ।